ଆମ ଗାଁ ଏତେ ଗାଁ ଗାଁ ଲାଗେ ନାହିଁ ମୁଁ। ଆଧୁନିକତା ଏଠି ବହୁତ ଆଗରୁ ଧସେଇ ପଶି ସାରିଛି। ଶୁଣା କଥା ଅଛି କିଛି ମୋଗଲ ଶାସକ ତାଙ୍କ ଦରବାରୀ ମଧ୍ୟ ଆମ ଗାଁକୁ ନିୟମିତ ଆସୁଥିଲେ। ଆକର୍ଷଣ ଥିଲା ସୁନ୍ଦର ବସ୍ତ୍ର ସିଲାଇ କରୁଥିବା ଦରଜୀ ଦୋକାନ। ବର୍ତ୍ତମାନ ପରିପ୍ରେକ୍ଷୀରେ ମଧ୍ୟ ଆମ ଗାଁରେ ସେହି ଦରଜୀମାନଙ୍କ ଚାହିଦା କମି ନାହିଁ। ମୁଖ୍ୟ ଛକଠାରେ କାହିଁ କେତେ ପୁରୁଷରୁ ରେହମାନ ଚାଚାର କପଡ଼ା ସିଲାଇ ଦୋକାନ ଅଣ୍ଟା ସଡ଼କ କରି ଛିଡ଼ା ହୋଇଛି। ରେହମାନ ଚାଚାର ବାପା ହବିବ ମିଆଁ, ତାଙ୍କ ବାପା ଆଲାରାଖାଁ ଖାଁ, ଏମିତି ଆଉ ଦୁଇ ଚାରି ପୁରୁଷଙ୍କ କାହାଣୀ କହେ। ରେହମାନ ଚାଚା ଯେତେବେଳେ କୌଣସି ଗରାଖ ଆସନ୍ତି ତାଙ୍କ ଦୋକାନକୁ ସିଲାଇ କରାଇବାକୁ, ନିଜ ଗରାଖକୁ ଆକୃଷ୍ଟ କରିବାକୁ ଚାଚା ନିଜ 14 ପୁରୁଷଙ୍କ ଗୁଣ ବଖାଣେ। ସେତେବେଳେ ଚାଚାର ଖାନଦାନ ବେଶୀ ରାଜ ଦରବାରରେ ବ୍ୟବହାର ହେଉଥିବା ପୋଷାକ ବନାଉଥିଲା। ଏବେ କିନ୍ତୁ ଚାଚା ବ୍ଲାଉଜ ଭିତରେ ସୀମିତ ହୋଇଯାଇଛି। ସେହି ସୀମିତତା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଛି ମଧ୍ୟ। ବ୍ଲାଉଜର ସେ ହେଉଛି ଉତ୍କୃଷ୍ଟ କାରିଗର। ଆଖପାଖ 50 ଖଣ୍ଡ ଗାଁରୁ ଝିଅ, ବହୁ, ବୟସ୍କ ମହିଳା ଆସନ୍ତି ଚାଚା ପାଖକୁ ବ୍ଲାଉଜ ସିଲାଇ କରିବାକୁ। ଶାଢ଼ୀ ସାଙ୍ଗରେ ବ୍ଲାଉଜ ପିସ୍ ମାଗଣା ମିଳିବା ପରଠାରୁ ଚାଚାର ବେପାର ଟିକେ ଘଟା ହେଇଛି। ନହେଲା ସେ ରଙ୍ଗବେରଙ୍ଗୀ ବ୍ଲାଉଜ କପଡ଼ା ଟାଙ୍ଗିଥାଏ ସରୁ ହେଇଛି। ନହେଲା ସେ ରଙ୍ଗବେରଙ୍ଗୀ ବ୍ଲାଉଜ କପଡ଼ା ଟାଙ୍ଗିଥାଏ ସରୁ ବାଉଁଶ ବାଡ଼ିରେ ତିଆରି ଓଲୁଗୁଣିରେ। ତିଆରି ହୋଇ ସାରିଥିବା ସେହି ବ୍ଲାଉଜ ଗୁଡ଼ିକ ଓଲଗୁଣିରେ ଚାଚା ଏମିତି ଟାଙ୍ଗିଥାଏ, କେହି ବି ଦେଖିଲେ ଚାଚାକୁ ମାଷ୍ଟର ଟେଲର ନ କହି ରହିପାରିବନି। ସଫେଦ ରଙ୍ଗର କୁର୍ତ୍ତା ପାଇଜାମା, ଆଖିରେ ଚଉଡ଼ା କାଚ ଥିବା ଚଷମା ପିନ୍ଧିଥାଏ ରେହମାନ ଚାଚା। ବେକରେ ମାପ ଫିତାଟିଏ ଏମିତି ଫୁଲମାଳ ପରି ଝୁଲୁଥାଏ। କାନରେ ରଙ୍ଗୀନ ଖଡ଼ି, ପିରିକ କଣ୍ଟାରେ ମୋଟା ସୂତାରେ ବନ୍ଧା ଯାଇଥିବା ଭଙ୍ଗା କଲମଟିକୁ ବାରମ୍ବାର ଟାଣି ଆଣେ ରେହମାନ ଚାଚା ମାପଗୁଡ଼ିକ ଲେଖିବା ପାଇଁ। ପ୍ରଥମେ ମାଟି ସିଲଟରେ ଖଡ଼ି ବ୍ୟବହାର କରି ମାପଗୁଡ଼ିକ ଲେଖୁଥିଲା ଚାଚା। ବାରମ୍ବାର ଲେଖି ଓ ଲିଭାଇ ଚାଚାର ହାତ ଅଧିକାଂଶ ସମୟ ଧଳା ଦିଶୁଥିଲା। ଏବେ କିନ୍ତୁ ଟିକେ ଶାନ୍ତି, ଭଲ ବ୍ୟବହାର ଓ ବୟସ୍କ ହୋଇଥିବାରୁ ତାଙ୍କ ପାଖକୁ ଅଜସ୍ର କାମ ଆସେ। ଚାଚା ଝିଅ ବୋହୂମାନଙ୍କ ଶରୀରର ଉପରେ ଫିତା ପକାଇ ବ୍ଲାଉଜର ମାପ ନେଲାବେଳେ କିଏ ବି ମୋଟରୁ ଅସୁବିଧା ଅନୁଭବ କରନ୍ତି ନାହିଁ। ଚାଚା ବିଭିନ୍ନ ଡିଜାଇନର ବ୍ଲାଉଜ ତିଆରି କରେ। କାମରେ ଗୁଣବତ୍ତାର ଘର ଅନୁଭବ ଯୋଗୁଁ କାମର ସୁଅ ଛୁଟେ। ତଳସାହି ବୁଲା କକାର ଅଲିଅଳି ଝିଅ ସଞ୍ଜୁର ବାହାଘର ଏଇ 15 ଦିନ ହେଲା ଠିକ୍ ହେଇଛି। ସଞ୍ଜୁ ଆସି ଚାଚା ପାଖରେ ବ୍ଲାଉଜ ମାପ ଦେଇଛି। ବ୍ରାଇଡାଲ ନାଲି ଶାଢ଼ୀ ସାଙ୍ଗକୁ ସେଥିରେ ଥିବା ବ୍ଲାଉଜ ପିସ୍ଟା ମଧ୍ୟ ଆକର୍ଷଣୀୟ ଥିଲା। ଭାରି ଖୁସି ଥିଲା ସଞ୍ଜୁ। ଚାଚାକୁ କହିଥିଲା ପିଠି ପଟେ ଟିକେ କମ୍ କପଡ଼ା ଥିବା ବା ବ୍ୟାକଲେସ୍ ବ୍ଲାଉଜ ବନେଇବାକୁ। ଚାଚା ତ କୁଶଳୀ କାରିଗର। ହସି ହସି କହିଲା, ବେଟା ସଞ୍ଜୁ, ତୋ ବ୍ଲାଉଜ ବଢ଼ିଆ କରି ବନେଇବି। ତୋ ସହର ଡିଜାଇନ ଦେଖି ଖୁସି ହେଇଯିବ। ସଞ୍ଜୁ ଟିକେ ଲାଜେଇ ହସିଦିଏ। ଆଡ଼ଭାନ୍ସ ଦେଇ ଗଲାବେଳେ ସଞ୍ଜୁ କହିଯାଇଥିଲା, ଚାଚା ମୁଁ ବାହାଘର ଦିନ ସକାଳୁ ହିଁ ଆସି ନେଇଯିବି। ଚାଚା ମଧ୍ୟ ପ୍ରତିଶ୍ରୁତି ଦେଇଥିଲା, ବେଟା ତେରା କାମ ଜଲ୍ଦି ହେଇଯିବ। ପୁରା ଟାଇଟ୍ ଫିଟିଂ କରିବିନି ନା ହାଲକା ଲୁଜ ରହିବ? ପୁରା ଟାଇଟ୍ ଚାଚା, ଦେଖି ପାରୁନ ମୁଁ କେତେ ପତଳି। ହା 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 ହା, ଶାଦି କେ ବାଦ ତୁ ମୋଟି ହୋଇଯିବୁ ରେ ବିଟିଆ। ନାଇଁ ନାଇଁ, ମୁଁ ଏମିତି ଠିକ୍ ଅଛି ଚାଚା। ସଞ୍ଜୁ ଜୀବନରେ ସେ ଶୁଭଦିନ ଆସି ପହଞ୍ଚିଗଲା। ମାନେ ତାର ବାହାଘର ଦିନ। ମା ଛେଉଣ୍ଡ ସଞ୍ଜୁ ବାପା କୋଳରେ ପିଲାଦିନରୁ ବଢ଼ିଛି। ବୁଲା କକା ତାର ମା ଓ ବାପା ଉଭୟ। ମାର ଅନୁପସ୍ଥିତିକୁ ସଞ୍ଜୁ କେବେ ବି ଅନୁଭବ କରିନି। ସଞ୍ଜୁକୁ 3 ବର୍ଷ ବୟସ ହୋଇଥିବା ବେଳେ ଶାନ୍ତି କାକି ସ୍ତନ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇ ଆରପାରିକୁ ଚାଲି ଯାଇଥିଲା। ଶାନ୍ତି କାକି ମୋଟୁରୁ ବ୍ୟବହାର କରିନଥିବା ବ୍ଲାଉଜ ଗୁଡ଼ିକ ଏବେ ବି ଟ୍ରଙ୍କରେ ସେମିତି କର୍ପୂର ଦିଆଯାଇ ସାଇତି ରଖାଯାଇଛି। କ'ଣ ପାଇଁ ଏହି ବ୍ଲାଉଜ ଗୁଡ଼ିକ ବୁଲା କକା ରଖିଛନ୍ତି ସେ ନିଜେ ଜାଣିଥିବେ। ବୁଲା କକା ଅନେକ ସମୟରେ ସେହି ଟ୍ରଙ୍କକୁ ଖୋଲି ଶାନ୍ତି କାକିର ନାଲି ବ୍ଲାଉଜକୁ ଦେଖନ୍ତି ଓ ଭାବପ୍ରବଣ ହୋଇ ଉଠନ୍ତି।
ବ୍ଲାଉଜ ଗୁଡ଼ିକୁ ଛାତିରେ ଜାବୁଡ଼ି ଧରି ଛୋଟ ପିଲା ପରି ଶୁଁ ଶୁଁ ହୁଅନ୍ତି। ପଛରୁ କେହି ଡାକିଲେ ଜଲ୍ଦି ଜଲ୍ଦି ଟ୍ରଙ୍କରେ ବ୍ଲାଉଜ ଗୁଡ଼ିକୁ ଭରି ଦେଇ ପ୍ରକୃତିସ୍ଥ ହୋଇଯାଆନ୍ତି। ସଞ୍ଜୁ ମଧ୍ୟ ବାପାଙ୍କୁ ଏମିତି ସକେଇ ହେବାର ଦେଖିଛି। ସଞ୍ଜୁ ପଚାରେ, ବାପା କ'ଣ ହେଲା? ଏମିତି ଗମ୍ଭୀର କାହିଁକି? କାକା କହନ୍ତି, ନାଇଁ ସେ କିଛି, ଏମିତି ଆଖିରେ ଗୋଟେ ଅଳନ୍ଧୁ ପଡ଼ିଗଲା। ତୁ ତ ଜମାରୁ ଆଉ ଘରର ଅଳନ୍ଧୁ ସଫା କରୁନାହୁଁ। ତୋ ବାହାଘର ପାଖେଇ ଆସିଲାଣି। କେତେ କୁଣିଆ ମୈତ୍ର ଆସିବେ, ସାଇ ଭାଇ ଆସିବେ, ଘରର ଅଳନ୍ଧୁ ଗୁଡ଼ିକ ସଫା କରିଦେରେ ମା। ସଞ୍ଜୁ ନ ଜାଣିଲା ପରି ଉତ୍ତର ଦିଏ, ହଉ ବାପା, ମୁଁ ସଫା କରିଦେବି। ସଞ୍ଜୁ ବାହାଘର ଦିନ ବୁଲା କକା, ଶାନ୍ତି କାକି କଥା ବହୁତ ମନେ ପକାଉଥିଲେ। ଏକା ଏକା ଅନୁଭବ ମଧ୍ୟ କରୁଥିଲେ। ତାଙ୍କ ବିନା ବଞ୍ଚି ଯାଇଥିଲେ ଅନେକ ବର୍ଷ। ତାଙ୍କର ସେ ନାଲି ରଙ୍ଗର ବ୍ଲାଉଜକୁ ଦେଖି। ମାତ୍ର ଆଜି ସେ ଅଥୟ ହେଇଯାଉଛନ୍ତି କ'ଣ ପାଇଁ କିଛି ବୁଝି ହେଉନାହିଁ। ସଞ୍ଜୁ ସଜେଇ ହୋଇ ବେଦୀ ଉପରକୁ ଆସିଲା। ବୁଲା କକା ଖୁସି କାହିଁରେ କ'ଣ? ସଞ୍ଜୁ ଅବିକଳ ନକଲ ଶାନ୍ତି କାକି ପରି ଦିଶୁଛି। ସଞ୍ଜୁ ବାପାଙ୍କ ମୁହଁରେ ଏତେ ଖୁସି କେବେ ଦେଖିନଥିଲା। ବୁଲା କକା ଦୌଡ଼ି ଆସି ସମ୍ବୋଧନ କରିବାକୁ ଲାଗିଲେ, ଶାନ୍ତି, ଶାନ୍ତି, ତୁମେ କ'ଣ ସତରେ ଫେରି ଆସିଛ ଶାନ୍ତି? ସତରେ ତୁମେ ଆସିଯାଇଛ ଶାନ୍ତି? ବାପା, ମୁଁ ସଞ୍ଜୁ। ସଞ୍ଜୁ, ଓହ। ସଞ୍ଜୁ ବାପାଙ୍କ ଆଖିରେ ନିଜ ମଲା ମା ପ୍ରତି ଭଲ ପାଇବା ଦେଖି ଧାର ଧାର ଲୁହ ଗଡ଼େଇ ଚାଲିଲା। ସେ ବି ଆଜି ପର୍ଯ୍ୟନ୍ତ ଶାନ୍ତି କାକିକୁ ଏତେ ମନେ ପକେଇ ନଥିଲା। କାରଣ ବାପା ତା ପାଇଁ। ବାପା ଓ ମା ଉଭୟ ଥିଲେ। 3 ବର୍ଷର କୁନି ଝିଅଟିଏ ହେଇଥିଲା ଶାନ୍ତି। ମାର ସ୍ନେହବଡ଼ା ହାତକୁ ସେ ଭଲସେ ଅନୁଭବ କରିନାହିଁ। ସେ ନିଜ ବାପାଙ୍କ ଏକଲାପଣକୁ ବୁଝିପାରିଲା। ବାହୁନି ବାହୁନି କାନ୍ଦିଲା, ବାପା, ମୁଁ ବାହା ହେବି ନାହିଁ। ମୁଁ ତମ ପାଖରେ ରହିବି। ତୁମେ ଏକଲା ହେଇଯିବ ବାପା। ବୁଲା କକା ସଞ୍ଜୁକୁ ବୁଝାଇଲେ, ନାଇଁରେ ମା, ଝିଅ ଜନମ ପରା ପରଘରକୁ। ତୁ ମୋ କଥା ଚିନ୍ତା କରନା ମା। ତୋ ମାର ସନ୍ତକ ସେହି ନାଲି ବ୍ଲାଉଜ ସବୁ ମୋ ପାଖରେ ଅଛି ଟ୍ରଙ୍କ ଭିତରେ। ବନ୍ଧୁଗଣ, ଯଦି କାହାଣୀଟି ଭଲ ଲାଗିଲା ଚ୍ୟାନେଲକୁ ଲାଇକ୍, ସବସ୍କ୍ରାଇବ୍ କରି ଅଲ୍ ଉପରେ ନିଶ୍ଚୟ ଦବାଇବେ। ଧନ୍ୟବାଦ।